ନିତାଇ ଗୁରୁ ହରିବୁ ନିତାଇ ଗୁରୁ ହରିବୁ। ଆଜି ଆପଣ ମାନଙ୍କୁ ବୈଷ୍ଣବ ଆଚରଣ କଣ, ଆମେ କେମିତି ବୈଷ୍ଣବ ଆଚରଣରେ ରହିପାରିବା, ଗୃହସ୍ଥ ହେଲେ ବି ସନ୍ନ୍ୟାସୀ ହେଲେ ବି ପ୍ରକୃତ ବୈଷ୍ଣବ ଧାରଣା କଣ, ତାର ମୁଖ୍ୟ ଉଦ୍ଦେଶ୍ୟ କଣ। ତେଣୁ ତା ପୂର୍ବରୁ ଟିକେ ପରିକୀର୍ତ୍ତନ କରି ଆମେ ଆଗକୁ ନେବା କଥା। ନିତାଇ ଗୌର ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ ରାମ নিতাই গৌর রাধে শ্যাম হরে কৃষ্ণ হরে রাম ভজ নিতাই গৌর রাধে শ্যাম হরে কৃষ্ণ হরে রাম নিতাই গৌর রাধে শ্যাম জপ হরে কৃষ্ণ হরে রাম ভজ নিতাই গৌর রাধে শ্যাম জপ হরে কৃষ্ণ হরে রাম ভজ নিতাই গৌর রাধে শ্যাম হরে কৃষ্ণ হরে রাম ভজ নিতাই গৌর রাধে শ্যাম জপ হরে কৃষ্ণ হরে রাম ভজ নিতাই গৌর রাধে শ্যাম হরে কৃষ্ণ হরে রাম শ্রী কৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌর ভক্তবৃন্দ জয় আমাদের রাধা রমণ নিতাই গুরু মধুর মিলন জয় গুরু রামদাস জয় গুরু রামদাস জয় গুরু শ্রী গুরু কল্পতরু জয় গুরু শ্রী গুরু কল্পতরু। परम पूज्य गुरुदेव की जय। ओम गुरुपाद पद्मे जार रहे निष्ठा भक्ति जगते तारित सेई धरे महाशक्ति। हेन गुरु पाद पद्म कर बंदना। हे प्रभु जे कि आमर प्रथम गुरु आमे जे कि हमको जगत उद्धार करिवे आमे संसार उद्धार पाइबा से होचंती आमर दीक्षा गुरु जे हमको वैष्णव दीक्षा रे तांकर आशीर्वाद आउ तांकर प्रेरणा जेबु आमे वैष्णव जीवन अतिबाहित करबा से गुरु चरण रे कोटि कोटि प्रणाम करूछी। गुरुपाद पद्मे जार रहे निष्ठा भक्ति जगत तारित से धरे महाशक्ति। तांको कृपारु आमर महाशक्ति आम शरीर रे आउ संचार करियो। तेणु करी आमको से तांको आशीर्वाद करी से आमको वैष्णव जीवन अतिबाहित करिया पई प्रेरणा दियंती। जा हो आमे वैष्णव जीवन केमति काटिया। वैष्णव जीवन का कहती तुम्हारे वैष्णव भगवान मोर हे निवेदन मु बड़ धम दुराचार। वैष्णव जीवन हूँ आनंद आउ खुशी रहिबार गोटे धारा जे कि शांत आउ अमृत जीवन। आपण माने से वैष्णव धारा जानतु अमृत आनंद आपण कौन निश्चिंत आपण पाइबे। परीक्षा करी देखिए परम सुख वैराग्य परम आनंद हूँ वैष्णव जीवन। तुम्हारे वैष्णव गुण मोर ये निवेदन मोर अधम दुराचार अधम आउ जिते आम गुरु महाराज को जड़े व्यक्ति प्रश्न कले वैष्णव आम केमिति हो पारिबा श्रीपाद बाबा उत्तर कहते ना पोखर तुठ पत्थर जोठी समस्ते गोटे पत्थर पड़ी पोखर बा नदी समस्ते जाई किए गोड़ घषिला किए सफा कला हाँ आउ किए तादरे गोड़ रखी सफा कला किए कौ दिन से नहीं बासिला समस्ते से पत्थर उपरे
ତାଙ୍କର ବ୍ୟବହାର କରନ୍ତି, ତଥାପି ସିଏ ସେମିତି ପଡ଼ିଥାଏ, ବରଂ ସରି ସରି ଯାଏ କିନ୍ତୁ ତା ଜାଗା ପରିବର୍ତ୍ତନ କରେ ନାହିଁ। ତେଣୁ ଆମେ ଯେ ତୁଠ ପଥର ଭଳିଆ ହବା, ନିଜକୁ ଛୋଟ ଯେତେ କରିପାରିବା, ସମସ୍ତଙ୍କୁ ଭଲ ପାଇପାରିବା, ତାହେଲେ ଆମେ ବୈଷ୍ଣବ ହେଇପାରିବା। ତୁଣାଦ ବିଶୁନିତେ ତରର ବିଷୟ ଶୁଣା, ଅମାନିଆ ସଦାହରି କୀର୍ତ୍ତନିଆ ସଦାହରି। ତେଣୁ ଆମର ଯେତେବେଳେ ବୈଷ୍ଣବ ହବାକୁ ଚାହିଁବା, ଏଇ ଶ୍ଳୋକଟି ଆମେ ପ୍ରଥମେ ଆଗେ ଚିନ୍ତା କରିବା, ତାକୁ ପାଳନ କରିପାରିବା। ନିଜକୁ ଛୋଟ କରିପାରିବା ସମସ୍ତ ଠାରୁ। ଆମେ ବର୍ତ୍ତମାନ କଳି ଯୁଗରେ ସମିତିଙ୍କର ଦମ୍ଭ ରହୁଛି। ବହୁତ ସାଧୁ ବୈଷ୍ଣବ ଭାରତ ବର୍ଷରେ ଅଛନ୍ତି, ବୈଷ୍ଣବୀ ଅଛନ୍ତି, କିନ୍ତୁ ତାଙ୍କ ଭିତରେ ଦମ୍ଭ ରହିଛି, କ୍ରୋଧ ରହିଛି, ଆଉ ଅହମିକା ରହିଛି, ଆଉ ମୁଁ ବଡ ବି ଏ ଉପାଧି ରହିଛି। କିନ୍ତୁ ଯେଉଁମାନେ ଏଗୁଡକୁ ଏଇ ଅହମିକାକୁ ମୂଳରୁ ଉତ୍ପାଟନ କରି ଫୋପାଡ଼ି ଦେଇଛନ୍ତି, ସେଇମାନେ ହିଁ ବୈଷ୍ଣବ। ଯାହାକୁ ଦେଖିଲେ ଆପଣଙ୍କୁ ଆନନ୍ଦ ଲାଗିବ, ଯାହାକୁ ଦେଖିଲେ ତାଙ୍କ ମୁହଁରୁ ହରେ କୃଷ୍ଣ ରାମ ବାସି ଆସୁଥିବ, କେତେବେଳେ ତାଙ୍କ ମନର ବିଷାଦ ନଥିବ। ଗୋଟେ ଛୋଟିଆ ଭକ୍ତକୁ ଦେଖିଲେ ଯେମିତି ଆନନ୍ଦ ହଉଥିବ, କୋଟି ଭକ୍ତି ଭକ୍ତକୁ ଦେଖିଲେ ଯେମିତି ଆନନ୍ଦ ହଉଥିବ, ସିଏ ବୈଷ୍ଣବ ଶିର। ଆମର ଗୁରୁ ମହାରାଜ ଜଣେ ଅତି ଅସହାୟ ଲୋକଙ୍କୁ ଦେଖିଲେ, ବାପା ଖାଇଛୁ କି ନାହିଁ, ଆଉ ତାଙ୍କୁ ଅତି ଆଦର କରୁଥିଲେ। ତେଣୁ ଉଚ୍ଚକୋଟୀର ସାଧୁ, ଉଚ୍ଚକୋଟୀର ଭକ୍ତି, ଧନୀ ବ୍ୟକ୍ତି ଆଇଲେ ବି ତାଙ୍କୁ ସେଇଭଳି ସେ ସମ୍ମାନ ବି ଦଉଥିଲେ। ତେଣୁକରି ବୈଷ୍ଣବଙ୍କର ଗୋଟିଏ ଲକ୍ଷଣ ଯେ କି ସମସ୍ତଙ୍କୁ ଭଲ ପାଇବା, ଆଉ ସମସ୍ତଙ୍କ ଠାରୁ ନିଜକୁ ଛୋଟ ମନେ କରି ସମସ୍ତଙ୍କୁ ଭଲ ପାଇବା। ଗଛ କତୁରୁ, ଲତା କତୁରୁ ଆମେ କୁକୁର ପର୍ଯ୍ୟନ୍ତ ସମସ୍ତଙ୍କୁ ଯେତେବେଳେ ଭଲ ପାଇବା, ତାର ବୈଷ୍ଣବ ପାଦବାଚ୍ୟ ହେଇଯିବା। ତାହେଲେ ବୈଷ୍ଣବଙ୍କର କଣ କର୍ତ୍ତବ୍ୟ ନା କର୍ତ୍ତବ୍ୟ ଅଛି। ଗୋଟେ ହେଉଛି ପ୍ରଥମ କର୍ତ୍ତବ୍ୟ ହେଉଛି ଜୀବେର ଦୟା। ଜୀବେର ଦୟା, ସମସ୍ତଙ୍କର ଦୟା, ପିମ୍ପୁଡ଼ି ଠାରୁ କୁକୁର, ହାତୀ, ମଣିଷ ପର୍ଯ୍ୟନ୍ତ। ନିଜେ ଖାଇଲେ ତାଙ୍କ କଥା ଚିନ୍ତା କରିବା, ପିମ୍ପୁଡ଼ି କେମିତି ବଞ୍ଚିବ, ଗାଈ କେମିତି ବଞ୍ଚିବ, ଆମର ସକ୍ଷ ଅନୁଯାୟୀ ତାକୁ ଆମେ ଦୟା କରିବା, ତାକୁ ମାରିବାନି, ତାଙ୍କ ପ୍ରତି କଠିନ ହବାନି। ଇଏ ହଉଛି ଜୀବେର ଦୟା। ଦ୍ୱିତୀୟ ହଉଛି ନାମେର ରୁଚି। ସମସ୍ତେ ନାମ କରୁଛନ୍ତି କିନ୍ତୁ ଅଖାଦ୍ୟ ଖାଉଛନ୍ତି, ଅସମାନତା ଜୀବନ ଯାପନ କରୁଛନ୍ତି, ସଂଯମତା ନାହିଁ, ଆଚରଣ ନାହିଁ, ସେ ନାମର ପ୍ରଭାବ ପଡୁନି। ତେଣୁ ଆଗେ ଜୀବେରେ ଦୟା, ତାପରେ ନାମରେ ରୁଚି, ନାମ ପ୍ରତି ଆମେ ଶ୍ରଦ୍ଧାବାନ ହବା। ତୃତୀୟ ଜୀବେର ଦୟା, ନାମ ରୁଚି, ବୈଷ୍ଣବ ସେବନ, ସାଧୁ ବୈଷ୍ଣବ ମାନଙ୍କୁ ସେବା କରିବା। ଯୋଉଠି ଦେଖିବା ସାଧୁ ବୈଷ୍ଣବ ମାନେ ତାକୁ ଆମେ ପ୍ରଣାମ କରିବା, ଆଉ ତାଙ୍କର ସେବା କରିବା, ତାଙ୍କୁ ପ୍ରସାଦ ଦବା, ଆଉ ତାଙ୍କର କଥା ମାନିବା। ଏଇ ତିନୋଟି ଯିଏ କରିବ, ଜୀବେର ଦୟା, ନାମେ ରୁଚି, ବୈଷ୍ଣବ ସେବା, ତିନୋଟି ଜିନିଷ ଆପଣ ମାନେ କରନ୍ତୁ, ଆପଣ ଜଣେ ଯୋଗୀ ବୈଷ୍ଣବ ସାଧୁ ହେଇପାରିବେ ଗୃହସ୍ଥରେ ରହିକି। ତେଣୁ ଆମକୁ ସେଇ ସାଧନ କରିବାକୁ ପଡିବ। ସାଧୁ ବୈଷ୍ଣବ ମାନଙ୍କୁ ନିନ୍ଦା କରିବାନି, ସାଧୁ ବୈଷ୍ଣବ ମାନଙ୍କୁ ସେବା କରିବା, ହରି କୀର୍ତ୍ତନ କରିବା, ସମସ୍ତଙ୍କୁ ଭଲ ପାଇବା, ଆଉ ଛୋଟ ବଡର ସ୍ଥାନ ରଖିବାନି, ସମସ୍ତଙ୍କୁ ଭଲ ପାଇବା। ଏତିକି କହି ଆପଣଙ୍କୁ ପ୍ରଣାମ କରି ବିଦାୟ ନେଉଛି। ନିତାଇ ଗୁରୁ ହରି ବୋଲ, ନିତାଇ ଗୁରୁ, ନିତାଇ ଗୁରୁ।